ହେଇଯିବ ବାସନ୍ତୀ ତୋର ହେଇଯିବ ମାରିଦେ। देख हो पछे बुद्धि करूचन आगे दी लोग पूरा छाती टेका टेकी दिले ना मोके अस्त्र धरे दिछे बुआ এটা কেনতা করবাতে हो इति सते माने मारसन के नी बुआ मुई नहीं जाने थी मारी अरे तो कथबार्तार जना पड़ुछि तू हेउछु ए नाटकर गोवर्धन बुलबुल এই নাটকর মু হଉଛି এফআরজি अरे तू तू मो मो ठारू मो बासंती को अलगा कर दैछु मो मां बापा को ठारू अलगा कर दैछु अरे बुझी जाइछि तो कथाटा तू एई भंड बाबा सहित मिसी सब कलाकार नाम करिछु वर्तमान विस्तार नाही मारी देबू बोल सब कथा जानलो ना पूरा मारी देबू निश्चय अरे तो मरणटा पाखे आसिलानी तो जमापुर रु डाकर आसिलानी हट बेड़ा मारू छे मुई भी मारबी तो के चल तोर केते शक्ति अछि जे आज तोर मोर शक्तिर परीक्षा हे जाऊ रे वीरवर उठा तेरा बारी अरे अबे देखिलु आ तो देहरे के शक्ति अछि पुनी ए रण क्षेत्र रु पलायन कलनी अबे देखिलु तो एफआरजी अवस्था कौन हेसी হইবে तू सुकाल मारी सिंह मारी देइछु कहूची नहीं अबे सिंह छिड़ा है मारी के देखावे अरे के सुगाल आउ के सिंह जना पड़िबो युद्ध परे अरे बाबा बड़े अरे तो आइन को हाथ मुठा करने वापस ना बड़े बाबू मुझ जमाल बना करती अरे से व्यवस्था मो कर दै छी मो तो बाबा को कह दै छी से पुलिस को लेके आसुथिबे ओ अब ताको आओ
ଏ କାରାଦଣ୍ଡରେ ଦଣ୍ଡିତ କରାଯିବନି, ଯେମିତି ଫାଶୀ ଖୁଣ୍ଟରେ ଝୁଲାଇବ ସେ ବ୍ୟବସ୍ଥା। ତାହେଲେ ଆସିକି ଆଶ୍ରମରେ ମଜା ନେଉଛି। ହଉ ଜମିଦାର ସାର୍, ଦୀର୍ଘ 12 ବର୍ଷ ହବ ପୋଲିସ ସାକ୍ଷୀରେ ଧୂଳି ଦେଇ ଇଏ ଏମିତି ଅଭିନୟ କରି ଚାଲିଛି। ହଉ ସାର୍, ଆଉ ଗୋଟିଏ କଥା ସାର୍, ଏ କେତେବେଳେ କେଉଁ ବେଶ ରଙ୍ଗ ବଦଳ ଆଉଛି କହି ହବନି। ରେ ବାବା, ଏବେ ବି ରଙ୍ଗ ବଦଳାଇଛି, ଦେଖିବେ ଆପଣ। ଓ ମାଇ ଗଡ୍, ହଁ। କିଏ ବି ଜାଣିପାରିବେନି। ବଢିଆ କଳାକାରଟା ହେଇଛି ରେ ବାପା। ହେଲା, ବାହାରେ ଭ୍ୟାନ୍ ଅପେକ୍ଷା କରୁଛି। ପ୍ରକୃତରେ ଏହା ନାମ ହେଉଛି ସତ୍ୟାନନ୍ଦ ଜୟ। ଆଜ୍ଞା। ହେଲେ ଇନ୍ସପେକ୍ଟର ସାହେବ, ମୁଁ ଆପଣଙ୍କୁ ଗୋଟିଏ ଅନୁରୋଧ କରୁଛି, ୟାକୁ ଆଉ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରେନି, କୋର୍ଟ ଫୋରୱାର୍ଡ କରିବେ, ଯେମିତି ଭାବରେ କରିବେ, ଯେମିତି ବ୍ୟବସ୍ଥା କରିବେ, ନିହାତି ଫାଶୀ ଖୁଣ୍ଟରେ ଝୁଳିବା ନିହାତି ଦରକାର। ଏହା ଆପଣଙ୍କୁ ମୁଁ ଏତିକି ନିବେଦନ କରୁଛି। ଓହୋ ଇନ୍ସପେକ୍ଟର ସାହେବ, ମୁଁ କରିଥିବା ପାପ ପାଇଁ ମୋତେ ଫାଶୀ ଦଣ୍ଡ ହିଁ ଦିଅନ୍ତୁ, କାହିଁକି ନା ସାହାବ ମୋର ଗପ ସରିବନି କି ପାପ ବି ସରିବନି। କଳା ସାହିତ୍ୟକୁ ଭଲ ପାଉଥିଲେ କଳାକାର ମାସ ନାମକୁ ସିନା ସରଳ ହୃଦୟ ସରଳ ମଣିଷ ଭାବେ ସିନା ଖାଲି এই দুনিয়া ধন মিলে নাকি সম্মান মিলে না জীবন ছাড়া সে পায়ে কি যন্ত্রণা যোগাই পারে না মুঠে যোগাই পারে না মুঠে খাইবাকু দানা গপ সরে নাকি পাপ সরে না গপ সরে নাকি পাপ সরে না কলা সাইটাকু ভাল পাউছিলে কলাকার মাস নামকু সিনা সরল হৃদয় সরল মনিষ ভাবে সিনা খালি এই দুনিয়া ধন মিলে নাকি সম্মান মিলে না জীবন তারা পায়ে কি যন্ত্রণা ধন মিলে নাকি সম্মান মিলে না জীবন তারা পায়ে কি যন্ত্রণা জগাই পারে না মুঠে জগাই পারে না মুঠে খাইবাকু দানা গপ সরে নাকি পাপ সরে না গপ সরে নাকি পাপ সরে না সরে নাকি পাপ সরে না গপ সরে নাকি পাপ সরে না গপ সরে নাকি পাপ সরে না বন্ধু বিশ্বজিৎ হে বাবা মলয় বড় বাবু মা বাসন্তী ବାପା हे राजेश्वरी ସ୍ୱାମୀ अरे तुमମାନଙ୍କ ପ୍ରତି ମୁଁ ବହୁତ ଅନ୍ୟାୟ ଅତ୍ୟାଚାର କରିଛି ନ ବୁଝିକି ଏ ଭୁଲ ବୁଝାମଣାର ଶିକାର ହୋଇ
ତୁମେ ମାନେ ସମସ୍ତେ ମୋତେ କ୍ଷମା କରିଦିଅ। ଓହୋ ମୋତେ କ୍ଷମା କରିଦିଅ। ଆଉ ତୁମେ ମାନେ ଯଦି ଚାହିଁବ କହିବ ଯଦି ମୁଁ ଏ ମଣି ପ୍ରଭାକରରୁ ସବୁଦିନ ପାଇଁ ବାହାରି ଯିବି ସନ୍ନ୍ୟାସ ହୋଇ ଭ୍ରମେ। ନା ବାପା। ବାପା ଜମିଦାର ସାହେବ ଏ ଆପଣ କଣ କହୁଛନ୍ତି ବାପା? ଆରେ ବା ଅତୀତର କଥା ମନେ ପକେଇକି କିଛି ଲାଭ ନାହିଁ ବାପା। ଅତୀତର କଥା ଅତୀତରେ ଗଲା। ବର୍ତ୍ତମାନ ଆମ ସୁନାର ସଂସାର ଆମ ପାଖକୁ ଫେରି ଆସିଛି। ସେଇ ସୁନାର ସଂସାରକୁ ପୁଣି ଥରେ ହସ ଖୁସିରେ ଗଢ଼ି ଉଠିବା। ଆରେ ବା ତାହେଲେ ତମେ ସମସ୍ତେ ମୋତେ କ୍ଷମା କରିଦେଉଛ ତ? ହଁ ବାପା। ହଉ ଆଉ ଗୋଟିଏ କଥା ବନ୍ଧୁ ବିଶ୍ଵଜୀ, କୁହନ୍ତୁ। ତୁମେ ଯଦି ମୋ କଥା ରଖିଛ ସବୁ ସମୟରେ ତ ମୋତେ ସାହାଯ୍ୟ କରି ଚାଲିଛ, ତେଣୁ ମୁଁ ଗୋଟିଏ କଥା କହୁଛି, ମୁଁ ମଳୟ ସହିତ ବାସନ୍ତୀର ବାହାଘର କରିବାକୁ ଚାହେଁ। ତୁମେ ଏ ପ୍ରସ୍ତାବରେ ରାଜି ତ? ହେଲେ ମଲୟ କଣ କହିବ କି ଜାଣି? ସେଇଟା ତୁମ ଉପରେ ନିର୍ଭର କରେ। ତୁମେ ଯଦି କହିବ ମଳୟ କଣ ନ ବୁଝିବ ପଚାରିକି ବୁଝ। ଠିକ ଅଛି। ତାପରେ ଗୋଟିଏ ଶୁଭ ଯୋଗ ପାଗ ଦେଖିକି ତାଙ୍କ ଦି ଜଣଙ୍କର ବାହାଘରଟା ସ୍ଥିର କଣ କର। ମା ବାସନ୍ତୀ ବି ରାଜି ଅଛନ୍ତି? ବାସନ୍ତୀ ମୋ କଥା କେବେ ସେ କାଟିବନି। ମୁଁ ଯାହା କହିବି ଏପର୍ଯ୍ୟନ୍ତ ମାନିକି ଅଛି ଆଉ ମାନିକି ରହିବ, ଏ ବିଶ୍ୱାସଟା ମୋର ଅଛି। ଠିକ ଅଛି। ତାହେଲେ ପୁଅ କଣ ତୁ ରାଜି ଅଛୁ? ବାପା ଆପଣମାନେ ହେଉଛନ୍ତି ମୋର ଗୁରୁଜନ। ଆପଣମାନେ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ। ଦେଖିଲ ତେବେ ଠିକ ଅଛି। ଶୁଭ ଯୋଗ ଶୁଭ ତିଥି ଦେଖିକି ଉଭୟଙ୍କର ମାନେ ବାସନ୍ତୀ ଆଉ ମଳର ବାହାଘରଟା କରିଦେବା ହେଲା। ଠିକ ଅଛି। ଜମିଦାର ସାହେବ ମୋର ଏଠି ଆଉ କଣ କାମ? ଯୋଉ କାମରେ ତ ଆସିଥିଲି ସେଇ କାମ ତ ସରିଗଲା। ହେଲେ ଏଠି ରହିକି ମୋର ଆଉ କିଛି କାମ ନାହିଁ। ମୁଁ ଅନ୍ୟ ରାଜାକୁ ଏବେ ଚାଲି ଯାଉଛି। ଏ ମମତା ଭଉଣୀ, ହଁ ଜମିଦାର ଆରେ ସାହେବ। ତୁମେ କୋଉଠିକି ଯିବ? ଆଉ ଗୋଟେ ରାଜ୍ୟକୁ ଯିବି। ଆଉ ଗୋଟେ ରାଜ୍ୟକୁ ଯେ କଣ କରିବ? ଏ ଦ୍ୱାର ସେ ଦ୍ୱାର କିଏ ଚିହ୍ନିଛି ତୁମକୁ? ତୁମେ କୋଉଠିକୁ ଯିବା ଦରକାର ନାହିଁ, ତୁମେ ଏଇଠି ରହିବ। ଆରେ ମୁଁ କହୁଛି ଏ ଜମିଦାର ମହେନ୍ଦ୍ର ପ୍ରତାପ ସିଂ କହୁଛି, ତୁମେ ଏଇଠି ରହିବ। ଏ ମଣି ପ୍ରଭାକରର ଏ ରାଜ ଉଆସରେ ରହିବ, ତୁମର କିଛି ଅସୁବିଧା ହବନି। ନା କଣ କହୁଛି ରେ ବାସନ୍ତୀ ମା? ତମେ ଠିକ କହୁଛ ବାପା। ହଁ ହେଲା ତ, ରହିବ ନିଶ୍ଚୟ। ଠିକ ଅଛି ଜମିଦାର ସାହେବ। ଠିକ ବନ୍ଧୁ, ଯିବା ଆମେ। ବାହାଘରର ବହୁତ କାମଟା ବାକି ଅଛି। ଠିକ ଅଛି। ହଉ ବାବା ମଳୟ, ବଡ଼ ବାବୁ, ତେବେ ତମେ ରହିଥାଅ, କଥାବାର୍ତ୍ତା ଭଲ ମନ୍ଦ ହେଉଥାଅ, ଆମେ ଆସୁଛୁ ହେଲା। ଠିକ ଅଛି ବଡ଼ ବାବୁ। ତାହେଲେ ଯିବା। ଏ ବାସନ୍ତୀ, ମଲୟ ସତରେ ଭାଗ୍ୟର ବିଡ଼ମ୍ବନା ଦେଖ। ଦୈବ ଦୌଡ଼ି ମଣିଷ ଗାଇ ଜେଣିକି ଓଟାରେ ତେଣିକି ଯାଇ। ଦେଖ ଆମେ ଦି ଜଣ କେତେ ଭିନ୍ନ ଭିନ୍ନ ରାସ୍ତାରେ ଚାଲି ଯାଇଥିଲୁ, ବର୍ତ୍ତମାନ ଆମେ ଏକାଠି ହେଇଯାଇଛୁ। ଆଉ ଗୋଟେ ଖୁସିର କଥା ବାସନ୍ତୀ, କଣ? ଯେମିତି ଯେମିତି ମୋର ମଧ୍ୟ ଦିଟି ମା, ସେମିତି ତୁମର ମଧ୍ୟ ଆଜି ଦିଟି ମା। ଠିକ କହୁଛ ମଲୟ। ସତରେ ଆମେ କେତେ ଭାଗ୍ୟବାନ। ଠିକ ଅଛି, ସେଇ ମା ମାନଙ୍କୁ ନେଇ ଚାଲିଯିବା ରାଜ ଉଆସକୁ। ଚାଲ ମଲୟ। ତେବେ ଠିକ ଅଛି ବାସନ୍ତୀ।